ସ୍ଥଳପଦ୍ମ ଗଛର ଗୋଟେ ସବୁଠୁ ବଡ଼ ସମସ୍ୟା ହେଲା ଝୁପୁକ ଲାଗିବା। ଆଉ ଏଇ ଝୁପୁକ ଲାଗିଲା ପରେ ଗଛରୁ ଭିଟାମିନ୍ ଶୋଷିଥାନ୍ତି, ଯାହାଦ୍ୱାରା ଗଛଟା ବହୁତ ପତଳା ହେଇଯାଏ ଆଉ ଗଛରୁ ନୂଆ ନୂଆ ଡାଳ ବାହାରିବା ବଦଳରେ ଗଛର ଯାହା ଯେତିକି ଡାଳ ଥାଏ ସେଗୁଡ଼ାକ ନଷ୍ଟ ହେବାକୁ ଲାଗେ। କାରଣ ସବୁ ଉପର କୁଆଁ ଆଉ ଉପର ଗ୍ରୋଥ୍ ପାର୍ଟ ଗୁଡ଼ାକ ସବୁ ଗୁଟୁଳା ଭଳିଆ ହେଇକି ରୁହେ। ଆଉ ତାର ପତ୍ରରେ ବି ଦେଖିବେ, ପତ୍ର ଡେମ୍ଫ ସବୁଆଡ଼େ ଦେଖିବେ ଏମିତି ଝୁପୁକ ଧୀରେ ଧୀରେ ବ୍ୟାପିଯାଏ ଆଉ ପତ୍ର ଗୁଡ଼ାକ ଡେମ୍ଫ ହଳଦିଆ ପକେଇକି ଖସେଇ ଦିଏ। ଯେହେତୁ ସ୍ଥଳପଦ୍ମ ଗଛରେ ଯଉ ପୋକଟା ଏଇଟା ସମସ୍ୟା, ପ୍ରଥମ ସମସ୍ୟା ଏ ଗଛର, ତ ସେଥିପାଇଁକା ମୁଁ ମନ୍ଦାର ଗଛଠୁ ଏଇଟା ବହୁତ ଦୂରେଇକି ରଖେ। ଆଉ ଏଇଟା ଏଇ କିଛି ଦିନ ହେବ ମୁଁ ଗ୍ରାଉଣ୍ଡରେ ବି ମଧ୍ୟ ଲଗେଇଛି। ତ ଏଇଥିରେ ମୁଁ ଯଉ ପୋକ ଲାଗିଲେ କେମିତି ତାକୁ ରିମୁଭ୍ କରେ ସହଜ ଉପାୟରେ ଆଉ ବହୁତ କମ୍ ଦିନ ଭିତରେ ଯେମିତି ଗଛଟା ହେଲ୍ଦି ହୁଏ, ତ ଆପଣମାନଙ୍କୁ ଆଜି ବତେଇବି। ତ ଏଇଟା ଦେଖିପାରୁଥିବେ ମୋ ହାତରେ ଆଜି ଯେଉଁ ମାନେ ଖଡ଼ି ଭଳିଆ ଅଛି ନା, ତ ଏଇଟା ହେଉଛି ଲକ୍ଷ୍ମଣ ରେଖାର ଖଡ଼ି। ଓଡ଼ିଆ ଘରେ ଏଇ ଜିନିଷଟା ସମସ୍ତେ ବ୍ୟବହାର କରନ୍ତି ପ୍ରାୟ ମିଠା ରଖିଲା ବେଳେ। କାହିଁକିନା ମିଠା ରଖିଥିବେ ତା କିଛି ସମୟ ପରେ ଦେଖିବେ ପିମ୍ପୁଡ଼ି ଜନ୍ଦା ଘେରିଯିବେ, ଆଉ ସେଇଥିପାଇଁ ଏଇ ଲକ୍ଷ୍ମଣ ରେଖାକୁ ବ୍ୟବହାର କରନ୍ତି। ତ ସେଇଥିପାଇଁକା ଆମେ ବି ମଧ୍ୟ ୟାକୁ ଗଛରେ ବି ମଧ୍ୟ ଆଡ଼୍ କରିପାରିବା। ଗଛରେ ଇଏ କିଛି ବି କ୍ଷତି ପହଞ୍ଚେଇବନି, କିନ୍ତୁ ଜଉ ପୋକ ଆଉ ପିମ୍ପୁଡ଼ିକୁ ଦୂରେଇବା ପାଇଁ ବହୁତ ଜଲ୍ଦି କାମ କରିଥାଏ। ମୋର ତ ଯେତେବେଳେ ଗଛରେ କିଛି ପିମ୍ପୁଡ଼ି ସମସ୍ୟା ରହେ, ଯେମିତିକା ଗଛର ମୂଳରେ ଯଦି ଘାସ ଅଧିକା ଥିବ ନା, ଘାସ ପାଇଁ ବି ମଧ୍ୟ ପିମ୍ପୁଡ଼ି ଜମେ ଆଉ ଗଛ ମୂଳରେ ବହୁତ ସମୟରେ ବି ମଧ୍ୟ ଗଛ ଉପରେ ବି ମଧ୍ୟ ଲାଗେ। ତ ସେତେବେଳେ ମୁଁ କିଛି ମେଡ଼ିସିନ୍ ପକାଏନି ପିମ୍ପୁଡ଼ି ଭଗେଇବା ପାଇଁ, ମୁଁ ସବୁଠୁ ବେଷ୍ଟ ଭାବେ ଏଇ ଲକ୍ଷ୍ମଣ ରେଖାକୁ। ଆଉ ତା ଛଡ଼ା ଜଉ ପୋକ ବି ତା ଦ୍ୱାରା ଯେତେବେଳେ ଦେଖିଲି ରିମୁଭ୍ ହେଇଗଲା, ତ ସେଥିପାଇଁକା ପ୍ରତ୍ୟେକଟି ଗଛରେ ଜଉ